ସକାଳ 5ଟା ବେଳକୁ ମୁଁ ପ୍ରସ୍ତୁତ ହୋଇଯାଇଥିଲି ଆଉ ଜଗନ୍ନାଥଙ୍କୁ ଟିକେ ପ୍ରଣାମ କରି ଆମେ ବାହାରି ପଡ଼ିଲୁ ଜାମ୍ମୁ ଷ୍ଟେସନକୁ। ଆମର ଟ୍ରେନ୍ ଥିଲା ବନ୍ଦେ ଭାରତ ଜାମ୍ମୁରୁ ଦିଲ୍ଲୀ। ଗୁଡ଼ାଏ ଜିନିଷ ଥିଲା, କେମିତି ଚଢ଼ାହଲା କରିବୁ ଚିନ୍ତା ଥିଲା, କିନ୍ତୁ ସାଙ୍ଗରେ ପୁଅ ଥିବାରୁ ଆମେ ବଡ଼ ସୁବିଧାରେ ନିଶ୍ଚିନ୍ତରେ ବନ୍ଦେ ଭାରତରେ ଚଢ଼ିଗଲୁ। ବାଟ ସାରା ବର୍ଷା ଥିଲା। ଏଇ ବାଟ ଗଲାବେଳେ ଆମେ ରାତିରେ ଅତିକ୍ରାନ୍ତ କରିଥିଲୁ। ମୋର ଭାରି ମନ ଥିଲା ଦିନରେ ଟିକେ ବାଟ ଦେଖିବି, କିନ୍ତୁ ବାଟ ଆଦୌ ଦୁଶୁନଥିଲା। ଦିଲ୍ଲୀ ଆଉ ଅଳ୍ପ ବାଟ ଥିଲା, ବର୍ଷା ଛାଡ଼ିଗଲା। ଆଉ ମୁଁ କାଚ ବାଟ ଦେଇ ଦେଖୁଥିଲି ବାହାରକୁ, ପୁରା ଶସ୍ୟ ଶ୍ୟାମଳା। ଦିଲ୍ଲୀରୁ ଜାମ୍ମୁ ସମ୍ପୂର୍ଣ୍ଣ ସୁଜଳା ସୁଫଳା ରାସ୍ତା, ଭାରି ଭଲ ଲାଗୁଥିଲା। ହେଲେ ମନ କ'ଣ ଆଉ କୁଆଡ଼େ ଲାଗୁଛି, ମନ ଖାଲି ଘରକୁ ଧାଉଁଥିଲା। ଏମିତି ଏମିତି ଆମେ ଆସି ଦିଲ୍ଲୀରେ ପହଞ୍ଚିଗଲୁ। ଦିଲ୍ଲୀରୁ ପୁଣି ଓଡ଼ିଶା ଟ୍ରେନ୍ ଆମକୁ ପ୍ରାୟ 3 ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା। ହେଲେ ଏଥର ଆମେ କିଛି ଘରଫର ନେଇନଥିଲୁ। ଏତେ କମ୍ ସମୟ ଏତେ ଜିନିଷ ଧରି କେଉଁଠିକି ଯିବା ଆସିବା ହିଁ ଆମ ପାଇଁ ଅଧିକ କଷ୍ଟସାଧ୍ୟ ହେବ ଭାବି ଆମେ ସେଇ ଷ୍ଟେସନରେ ହିଁ ରହିଗଲୁ। ନିର୍ଦ୍ଧାରିତ ସମୟରେ ପୁଣି ଆମ ଟ୍ରେନ୍ ବି ଆସିଗଲା। ଟ୍ରେନ୍ ଆସିବା ପୂର୍ବରୁ ଗହଳି ବଢ଼ି ଯାଇଥିଲା। ଆଉ ଏଠି ସବୁ ଓଡ଼ିଆ ହିଁ ଥିଲେ। ଓଡ଼ିଆମାନଙ୍କ ସାଙ୍ଗେ କଥାବାର୍ତ୍ତା ହେଇ ମନ ଭାରି ଖୁସି ଲାଗୁଥିଲା। ହେଇ ତ ଆସିଗଲା ଟ୍ରେନ୍। ଏଇଟା ଥିଲା କ'ଣ ମୋର ରାଜଧାନୀ ଏକ୍ସପ୍ରେସ୍ ଓଡ଼ିଶାକୁ ଆଇଲା। ଆଉ ଆମେ 6ଟା କେତେରେ ବସିଲୁ। କାଲି ସେଇ ସମାନ ଟାଇମ୍ରେ 24 ଘଣ୍ଟାରେ ଆସି ପହଞ୍ଚିଯିବୁ। ଏଇଟା ଆମର ଶେଷ ଥର ଜିନିଷ ବୁହାବୁହି ରଖାଥୁଆ ଥିଲା, ତାକୁ ବି ଆମେ ସୁବିଧାରେ ସବୁ କରିଦେଲୁ। ଆମର ଥିଲା B4, ଆମେ B4 ଡବାରେ ବସିଗଲୁ। ହଁ, ଏଇଟା ପୁରା ହେଉଛି ରାଜଧାନୀ ଏକ୍ସପ୍ରେସ୍, ତେଜସ୍ ରାଜଧାନୀ ଏକ୍ସପ୍ରେସ୍। ବସିଗଲା ପରେ ଆମକୁ ଖୁବ୍ ଭଲ ସଙ୍ଗ ମିଳିଗଲେ। ଇଏ ଆମ ଲିପିର ପିଇସା, ତେଣୁ ଆମର ସମୁଦି। ଭାବୁଥିଲି ବାଟ କେମିତି ସରିବ, କିନ୍ତୁ ବାଟ ବହୁତ ସୁନ୍ଦର ଭାବରେ ଗପସପ ହେଇ ସରିଗଲା। ଆଉ ଆମେ ଆସି ପୁଣି ଓଡ଼ିଶାରେ ଓହ୍ଲେଇ ପଡ଼ିଲୁ। ଓଡ଼ିଶାରେ ଓହ୍ଲେଇ ପଡ଼ିଲା ବେଳକୁ ମନର ଅବସ୍ଥା ଯେ କ'ଣ ହେଉଥିଲା କେମିତି କହିବି। ମୁଁ ଖାଲି ଭାବୁଥିଲି କେତେ ଶୀଘ୍ର ଯାଇ ଘରେ ପହଞ୍ଚିଯିବି। ଆମକୁ ଆଣିବା ପାଇଁ ବାବାଇ ଆଉ ଜାଙ୍ଗୁ 2ଟି ଯାକ ଗାଡ଼ି ନେଇକି ଯାଇଥିଲେ। ଲଗେଜ୍ ବହୁତ ହେଇଯାଇଥିଲା, ସେଥିପାଇଁ ଆମେ କହିଥିଲୁ ତୁମେ ଦିହେଁ ପଳେଇ ଆସିଲେ ଭଲ। ଜାଙ୍ଗୁ ଆଉ ବାବାଇ ଲଗେଜ୍ ଧରି ଘରକୁ ପଳେଇ ଆସିଲେ। ଆମେ ପୁଣି ଟିକେ ଚାଲିଲୁ ସେଇ ଜଗନ୍ନାଥଙ୍କ ପାଖକୁ। କାହିଁକି ନା ଆପଣମାନେ ଆଗରୁ ଜାଣିଛନ୍ତି, ଆମେ ଯୁଆଡ଼େ ବି ଦୂର ଯାତ୍ରା କରୁ ଜଗନ୍ନାଥଙ୍କ ପାଖରୁ ହିଁ ଆମର ଯାତ୍ରା ଆରମ୍ଭ କରିଥାଉ। ଆଉ ଫେରିଲା ବେଳେ ତାଙ୍କୁ ଟିକେ ପ୍ରଣାମ ନ କରିବୁ କେମିତି। ଆମେ ଯାଇ ଜଗନ୍ନାଥଙ୍କୁ ପ୍ରଣାମ କଲୁ, ଆଉ ସାର୍ଙ୍କ ସାଙ୍ଗେ ବି ପ୍ରଣାମ କରି ଟିକେ ଦୁଃଖ ସୁଖ ହେଲୁ। ମୁଁ ସବୁବେଳେ ସାର୍ଙ୍କ ଫଟୋ ନିଏ ନାହିଁ, କାହିଁକି ନା ସାର୍ ସେଇଟା ପସନ୍ଦ କରନ୍ତିନି ବୋଲି ମୁଁ ଅନୁଭବ କରେ। ତେଣୁ ସାର୍ଙ୍କୁ ପ୍ରଣାମ କରି ତାଙ୍କ ସାଙ୍ଗେ ଯାତ୍ରା ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କଲୁ। ଆଉ ପୁଣି ସେଇଠୁ ଫେରି ଆସିଲୁ। ମନ ତ ଉଡ଼ୁଛି ଘରେ ଯାଇ କେମିତି ପହଞ୍ଚିବୁ। ଏଇ ଜାଗାଟା ଆପଣମାନେ ଜାଣିଛନ୍ତି, ଜୟଦେବ ଭବନ ପାଖରେ ଟ୍ୟାଲେଣ୍ଟ ରିସୋର୍ସ ସେଣ୍ଟର, ଯେଉଁଠିକି ଆମେ ସବୁବେଳେ ହିଁ ଯାଉ। ଫେରିଲା ବେଳେ ଚୁଙ୍ଗା ମୁଁ ଆଉ ଇଏ ଆସିଲୁ, କାହିଁକି ନା ବାବାଇ ଆଉ ଜାଙ୍ଗୁ ତ ଜିନିଷପତ୍ର ଧରି ପଳେଇ ଆସିଥିଲେ ଆଗୁଆ। ହେଲେ ମୁଁ ଚୁଙ୍ଗାକୁ କହୁଥିଲି, ମୁଁ କହିଲି ବାପାରେ ଆମ ସାଙ୍ଗେ ଯାଇ ଯେଉଁ ତୀର୍ଥ ଦର୍ଶନ କଲୁ ତ ପିଲାମାନଙ୍କ ଆଗରେ ଗପିବୁ, ବହୁତ ଖୁସି ଲାଗିବ। ଏଇ କଥା ଗପୁ ଗପୁ ଆମେ ଆସି ପୁରା କଳିଙ୍ଗ ବିହାର ପାଖାପାଖି ପହଞ୍ଚିଗଲୁ। ଆଉ ରାସ୍ତା ଭାଙ୍ଗିଲୁ ଆମ ଗାଁ ଆଡ଼କୁ। ଆରେ ଏଇ ପଡ଼ିଆକୁ ମୁଁ ସବୁବେଳେ ଚାଲିବାକୁ ଆସୁଥିଲି। ଯେବେଠୁ ଆମର ଅମରନାଥ ଯାତ୍ରା ସ୍ଥିର ହୋଇଥିଲା ସେବେଠୁ ହିଁ ମୁଁ ସବୁଦିନ ସକାଳୁ ଚାଲୁଥିଲି। ଅବଶ୍ୟ ସେଇ ଚାଲିବା ମୋତେ ବହୁତ ସହାୟ ହେଲା। ସେଇ ସବୁ କଥା ମୁଁ ଆପଣଙ୍କୁ ମୋର ଅମରନାଥ ଭିଡ଼ିଓରେ କହିବି। ମୀନା ବଜାର ଦେଖି ମନେ ମନେ ଭାବୁଥିଲି ଗଲେ ପିଲାମାନେ ଏଇଟା ହିଁ ଦାବି କରିବେ। ଘରେ ପହଞ୍ଚିଲା ବେଳକୁ ପିଲାମାନେ କେମିତି ହେଉଛନ୍ତି ଦେଖୁନାହାନ୍ତି। ଗାଡ଼ିଟାକୁ ରଖିବାକୁ ବି ସୁଯୋଗ ଦେଉନାହାନ୍ତି, ଡିଆଁ କୁଦା ଚଲେଇଛନ୍ତି। ଏଇ ହେଲା ସଂସାର। ଏଇ ମାୟା ସବୁ ଜାଗାରୁ ପୁଣି ମଣିଷକୁ ଘରକୁ ଭିଡ଼ି ଆଣେ। ଘରର ଦୁଃଖ ସୁଖ ରାଗ ଅଭିମାନ କିଛି ମନେ ପଡ଼େନି। ହଁ, ପାଖରେ ଶୋଇଲେ ଗୋଡ଼ ବାଜେ। ଏକାଠି ରହିଲେ କେତେବେଳେ କେମିତି ମନ କେଉଁ କଥାରେ ବିତୃଷ୍ଣା ବି ହେଇଯାଏ। ହେଲେ ଘରକୁ କ'ଣ କେବେ ଛାଡ଼ି ହେବ? ପରିବାରର ମୋହ ସ୍ନେହ ମମତା ସବୁ ତ ଏ ସଂସାରର ସବୁଠୁ ବଡ଼ ଆକର୍ଷଣ। ଘରେ ପହଞ୍ଚିଲା ବେଳକୁ ମୁଁ ବି ନିଜକୁ ସମ୍ବରଣ କରିପାରିନଥିଲି। କେମିତି ମୋ ପିଲାମାନଙ୍କୁ ଟିକେ କୁଣ୍ଢେଇ ପକେଇବି। ଏଇ ପିଲାମାନେ ମୋ ଜୀବନ। ଯୁଆଡ଼େ ଗଲେ ସେମାନଙ୍କ କଥା ମନେ ପଡ଼େ। ତାଙ୍କ କୋଳାହଳ ଆମ ବଞ୍ଚିବାର ଗୋଟାଏ ସବୁଠୁ ଆନନ୍ଦଦାୟକ ମାଧ୍ୟମ।
ଦେଖୁନାହାନ୍ତି କୁନି ଆମର କେମିତି ପାଟି କରିକି ନାଚୁଛି। ସମସ୍ତେ ଏମିତି ହେଉଥିଲେ। ବାକି ରହିଯାଇଥିଲେ ଗୁଟୁ ଆଉ ମାଳି। ହଉ ଆମେ ଶୁକ୍ରବାର ସନ୍ଧ୍ୟାରେ ଘରେ ପହଞ୍ଚିଲୁ। ଶନିବାର ସନ୍ଧ୍ୟା କିମ୍ବା ରବିବାର ସକାଳକୁ ସେସବୁ ବି ଆସି ପହଞ୍ଚିଯିବେ। ହେଲେ ପହଞ୍ଚିଗଲା ପରେ ମୁଁ ଏତେ କ୍ଳାନ୍ତ ହୋଇପଡ଼ିବି ବୋଲି ଜମା ଭାବିନଥିଲି। ଘରେ ପହଞ୍ଚିଲାଠୁ ବେଶୀ ବାଧା ଲାଗିଲା। ହେଲେ ପହଞ୍ଚୁ ପହଞ୍ଚୁ କ'ଣ ବାଧାଟା ଲାଗିଲା କି? ଆଉ ପେଡ଼ି ପୁଟୁଳା ନ ଖୋଲିଲେ, ଛୁଆଙ୍କୁ ଯାହା ଯେମିତି ନ ଧରେଇଲେ ସିଏ କ'ଣ ଆମକୁ ଛାଡ଼ିବେ? ମୁଁ ଲୁଗାଟା ବଦଳେଇ ପକେଇଲି, ଗୋଡ଼ ହାତ ଧୋଇକି ଗୋଡ଼ ଲମ୍ବେଇ ବସି ପଡ଼ିଲି। ସାଙ୍ଗେ ସାଙ୍ଗେ ନାଲି ଚାହା କପେ ପହଞ୍ଚିଗଲା। ଏଥର ମୋଟେ ସେପଟେ ନାଲି ଚାହା ଆଉ କଫି ମିଳୁନଥିଲା। ତେଣୁ ମୁଁ ବହୁତ ହଇରାଣ ହେଲି। ବହୁତ ଜାଗାରେ ମୁଁ ସକାଳୁ କେବଳ ଗରମ ପାଣି ପିଉଥିଲି, ଆଉ ସେ ଗରମ ପାଣି ବି ମିଳୁନଥିଲା। ସେଠି ଏଇ ଗ୍ରୀନ୍ ଆପୁଲ୍ ବହୁତ ସୁବିଧା ଦରରେ ମିଳୁଥିଲା, ଆଉ ଆମ ଏଠିକା ଅପେକ୍ଷା ବହୁତ ସ୍ୱାଦିଷ୍ଟ ଥିଲା। କାହିଁକିନା ସେଇଠି ସାଙ୍ଗେ ସାଙ୍ଗେ ତୋଳା ହେଇକି ଆସୁଛି ନା। ଆମେ ସେଥିପାଇଁ ଠିକ୍ କରିଥିଲୁ ଯେତେ କଷ୍ଟ ହେଉ ପଛେ କିଛି ଗ୍ରୀନ୍ ଆପୁଲ୍ ଆମେ ନେଇଯିବୁ। ତାପରେ ସେପଟେ ଭୋଗ କହିଲେ ଖୁବ୍ କମ୍। ଯେମିତି ଆମମାନଙ୍କର ମନ୍ଦିରରେ ଭୋଗ ଲାଗେ ସେପଟେ ସେମିତି ନୁହେଁ। ସେଇ ଟିକିଏ ଭୋଗ ସାଙ୍ଗେ ଆଉ କ'ଣ ଦେବି? ଆପୁଲ୍ ଗୋଟେ କି ଦୁଇଟା ଯାହା ସୁବିଧା ଦେଖି ଦେଇଦେବି, ଏଇଆ ଭାବିକି ଆମେ ଗୋଟେ ପେଟି ଆପୁଲ୍ ନେଇ ଆସିଥିଲୁ। ହେଲେ ଆପୁଲ୍ ଦେଖିକି କେହି ବି ଖୁସି ହେଲେନି। ଭାବିଲେ ମୁଁ ବୋଧେ ଏଥର ତାଙ୍କ ପାଇଁ କିଛି ଆଣିନି। ତାପରେ ମୁଁ ଆଉ ଗୋଟିଏ ପେଡ଼ି ଖୋଲିଲି, ଯେଉଁଥିରେ ସେମାନଙ୍କ ପାଇଁ ସବୁ ଜିନିଷ ଥିଲା। ଖାଲି କ'ଣ ସେମାନଙ୍କ ପାଇଁ? ପୁଅ, ବୋହୂ, ଝିଅ, ନାତି, ନାତୁଣୀ ସମସ୍ତଙ୍କ ପାଇଁ ଆଣିବାକୁ ହେବ। ଯେଉଁଥର ଆଣୁନା କାହାରି ପାଇଁ କିଛି ଆଣୁନା, କେବଳ ଛୁଆଙ୍କ ପାଇଁ ଗୋଟିଏ ଗୋଟିଏ କଣ୍ଢେଇକି ଖେଳନା ନେଇ ଆସୁ। ଆଉ ଯେଉଁଥର ଆଣୁ ସମସ୍ତଙ୍କ ପାଇଁ ଆଣୁ। ଏଥର କାଶ୍ମୀର ଡ୍ରେସ୍ ସବୁ ବହୁତ ଭଲ ଲାଗିଲା। ଆଉ ରେଟ୍ ବି ସେମିତି କିଛି ଅଧିକ ନଥିଲା। ତେଣୁ ସମସ୍ତଙ୍କ ପାଇଁ ଜିନିଷ ଆଣିବୁ ବୋଲି ଆମେ ଠିକ୍ କଲୁ। ଅବଶ୍ୟ ଆମେ ଏତେ ହାଲିଆ ହେଇଥିଲୁ ଯେ ବଜାର ଆଉ ଯିବୁ ଏକଥା ଭାବିନଥିଲୁ। କିନ୍ତୁ ଜାମ୍ମୁରେ ଆସି ଯେଉଁ ରାତିଟା ରହିଲୁ, ସେଦିନ ସନ୍ଧ୍ୟାବେଳେ ଆମକୁ ବହୁତ ଭଲ ଲାଗୁଥିଲା ଦେହ। ତେଣୁ ପାଖରେ ବି ମାର୍କେଟ ଥିଲା। ଜାମ୍ମୁ ଷ୍ଟେସନ ପାଖରେ ହିଁ ବହୁତ ବଡ଼ ମାର୍କେଟ। ଆମେ ସେଇଠିକି ଗଲୁ। ଏଇଗୁଡ଼ା ସବୁ ଜ୍ୟାକେଟ୍ ତିନି ପୁଅ ଆଉ ଜୋଇଁ ପାଇଁ ଆସିଥିଲା। ସମସ୍ତଙ୍କ ପାଇଁ କିଛି ନା କିଛି ଆମେ ସେଇ ଜାମ୍ମୁ ବଜାରରୁ ହିଁ କିଣିଥିଲୁ। ଆଉ ମୋତେ ତ ଲାଗୁଥିଲା ଓଡ଼ିଶା ବଜାର ଅପେକ୍ଷା ଦରଦାମ ବି ବହୁତ ଭଲ ଅଛି। ଆପଣମାନେ ଯଦି କେବେ ମା ବୈଷ୍ଣୋଦେବୀଙ୍କ ଦର୍ଶନରେ ଯିବେ, ତାହେଲେ ମୁଁ ଭାବୁଛି କଟରା ବଜାର ଅପେକ୍ଷା ଜାମ୍ମୁ ବଜାରଟା ବେଶୀ ଶସ୍ତା। କଟରାରେ ଅବଶ୍ୟ ମୁଁ ବଜାରକୁ ଯାଇନି, ତଥାପି ସେଇ ପାଖ ଦୋକାନକୁ ଯାଇକିରି ଶୁଖିଲା ଫଳ କିଣିବା ପାଇଁ ଯେଉଁ ଦରଦାମ ବୁଝିଥିଲି, ତା ଅପେକ୍ଷା ଜାମ୍ମୁ ବଜାରର ଦରଦାମ କମ୍ ଥିଲା। ସେଇଥିପାଇଁ ମୁଁ ଭାବୁଛି ଯେ କଟରା ବଜାର ଅପେକ୍ଷା ଜାମ୍ମୁ ବଜାରରେ ସବୁ ଜିନିଷ ସୁଲଭ ଦରରେ ମିଳୁଥିଲା। ଆପଣମାନଙ୍କର ଯାହା ଅନୁଭୂତି ଥିବ, କାଳେ ଏଇଟା ମୋର ଭୁଲ ଧାରଣା ହେଇଥିବ, ମୋତେ କହିବେ। ମୁଁ ଗୋଟାକ ପରେ ଗୋଟାଏ ବ୍ୟାଗ୍ ଖୋଲୁଥିଲି, ଆଉ ସେମାନଙ୍କର ଜିନିଷ ସବୁ ତାଙ୍କୁ ଧରେଇ ଦେଉଥିଲି। ଆଜି ତ ଆପଣ ଝାପ୍ସା ଦେଖୁଥିବେ। ଯେଉଁଦିନ ସେମାନେ ନିଜ ନିଜର ପୋଷାକ ସବୁ ପିନ୍ଧିବେ, ମୁଁ ସେଇଦିନ ପୁଣି ଆପଣଙ୍କୁ ଭିଡ଼ିଓ କରି ଦେଖେଇବି। ଆଉ ଏବେ ତ କିଛି ସିଲେଇ ଜିନିଷ ମୁଁ ଆଣିନଥିଲି, ସବୁ କପଡ଼ା ଆଣିଥିଲି। ତେଣୁ ଆପଣମାନେ କପଡ଼ା ହିଁ ଦେଖିକି ଏତେ କିଛି ଅନୁଭବ କରିପାରିବେନି। ସବୁ କେବଳ କାଶ୍ମୀର କଢ଼ାଇ ପାଇଁ ହିଁ ମୁଁ ଆଣିଲି। ନହେଲେ କେଉଁ କଥା କ'ଣ ନ ମିଳୁଛି ପିଲାଙ୍କୁ ବି ପଚାରିଲି। ସେମାନେ କହିଲେ ଅନଲାଇନ୍ରେ ୟାର ଦାମ ବହୁତ ଅଧିକ, ସେଥିପାଇଁ ସମସ୍ତଙ୍କର ନେଇ ଆସିଥିଲି। ଆଉ ଏମାନଙ୍କ ପାଇଁ ଆଣିଥିଲି ଆର୍ମି ଡ୍ରେସ୍। ଏଇଥର ଅମରନାଥ ଦର୍ଶନ ବେଳେ ଆମ ଭାରତୀୟ ସେନାବାହିନୀ ପ୍ରତି ମୋର ଏତେ ଯେ ଆନ୍ତରିକତା ସୃଷ୍ଟି ହେଲା, ଏତେ କୃତଜ୍ଞତା ସୃଷ୍ଟି ହେଲା। ଆଗରୁ ଯେ ନଥିଲା ତାହା ନୁହେଁ, କିନ୍ତୁ ତାହା ବହୁ ପରିମାଣରେ ବଢ଼ିଯାଇଥିଲା ସେମାନଙ୍କର କାର୍ଯ୍ୟକଳାପ ଦେଖି। ଏଇଟା ମୁଁ ଗୁଲୁରୀ ପାଇଁ ଆଣିଥିଲି। ସେ ତ ଆସିନି। ସମସ୍ତଙ୍କର ଗୋଟିଏ ଡିଜାଇନ୍, କେବଳ ରଙ୍ଗ ଅଲଗା ଅଲଗା। ଆଉ ଏଇଟା ଆମ ପତିଦେବ ମୋ ପାଇଁ କିଣି ଦେଇଥିଲେ। ମୁଁ କହିଲି ହଉ, ମିଳୁଛି ଯେତେବେଳେ କାହିଁକି ଛାଡ଼ିବା। ସେ ମୋତେ 2 ଖଣ୍ଡ ଡ୍ରେସ୍ ଦେଇଛନ୍ତି, ଗୋଟେ ଏଇଟା ଆଉ ଗୋଟେ ସେଇଟା। ଏଇ ଦୁଇଟା ଭିତରୁ ଆପଣଙ୍କୁ କେଉଁଟା ଭଲ ଲାଗୁଛି? ମୋତେ ପ୍ରକୃତରେ ଏଇ ପିଙ୍କ କଲର୍ଟା ହିଁ ଭଲ ଲାଗୁଥିଲା। ସେଇଟା ବି ସେ କହିଲେ, ନେଇ ଆସିଲି। ପିଙ୍କ ହ୍ୱାଇଟ୍ କମ୍ବିନେସନ୍ଟା ପିଲାଦିନୁ ମୋର ପ୍ରିୟ। ଆଉ କୁନି ଘରିକାଙ୍କ ପାଇଁ ସେଇ ଆର୍ମି ଡ୍ରେସ୍ ନେଇ ଆସିଥିଲୁ। ଏମିତି ତ ତାଙ୍କର ସ୍କୁଲ ଡ୍ରେସ୍ ରହୁଛି, ବାହାର ପିନ୍ଧା ଡ୍ରେସ୍ ରହୁଛି। ଏବେ ପୁଣି ବାହାଘର ପାଇଁ ହେଇଥିଲା। ତଥାପି ସେମାନେ ତ ବୁଝିବେନି, ଛୋଟ ପିଲା। ସେଇଥିପାଇଁ ଟିକେ ସୁଲଭ ମୂଲ୍ୟରେ ମିଳିବାରୁ ସମସ୍ତଙ୍କ ପାଇଁ ଆର୍ମି ଡ୍ରେସ୍ ନେଇ ଆସିଥିଲି। ଆଉ ଏଇଟା ବୋଧେ 2 ଥର ଆପଣମାନଙ୍କୁ ଦେଖେଇଲିଣି। ଆଜି ପର୍ଯ୍ୟନ୍ତ ବି ମୋ ଦେହ ସମ୍ପୂର୍ଣ୍ଣ ଭଲ ଲାଗୁନି। ଯେତେ ଦିନ ଭାବୁଛି ଏଣିକି ମୋ ଦେହ ଭଲ ଲାଗିବ, କିନ୍ତୁ ପୂର୍ବ ପରି ମୋତେ ଜମା ବି ସୁସ୍ଥ ଲାଗୁନି। ଆପଣମାନେ ଅନୁଭବ କରିପାରୁଥିବେ। 2 ଦିନ ହେଲାଣି ମୁଁ ସେଥିପାଇଁ ଭିଡ଼ିଓ ବି ପକାଇ ନଥିଲି। ଆଜି ଭାବିଲି ନା, ଆଉ ଅଳସୁଆ ହେବିନି। ଶୁକ୍ରବାର ରାତିରୁ ଶନିବାର ଦିନ ଯାକ ତ ବିଶ୍ରାମ ନେଲି,
କେତେ ଏମିତି ବିଶ୍ରାମ ନେବି। ହଁ, ଏଇଟା ମୋ ନିଜ ପାଇଁ ମୁଁ ଆଣିଛି। ଆପଣଙ୍କୁ ରଙ୍ଗ କେମିତି ଲାଗିଲା? ସେ ଦୁଇଟା ସିଏ ମୋତେ ଦେଇଛନ୍ତି, ଆଉ ଏଇଟା ମୁଁ ନିଜେ କିଣିଥିଲି। ଯାହା ବି ହଉ, ଏ ଡ୍ରେସ୍ ବଣ୍ଟା କୁଣ୍ଟା ଧନ୍ଦା ସରିଲା। ଏଇଟା ଗୋଟେ ଗରମ କୁର୍ତ୍ତୀ। ଏଥିରୁ 3 ଝିଅ ବୋହୂଙ୍କ ପାଇଁ ବି ଆଣିଥିଲି, ଆଉ କୁନି ପାଇଁ ବି ଆଣିଥିଲି। ଏଇଟା ପାଇଁ କିନ୍ତୁ ତଳେ ପିନ୍ଧିବାକୁ ଲେଗିନ୍ସ ସେଠି ମିଳୁନଥିଲା। ସେ କି ଲେଗିନ୍ସରେ ପିନ୍ଧିବେ କି ଜିନ୍ସରେ ପିନ୍ଧିବେ ସିଏ ଜାଣିଥିବେ, ସେ ତାଙ୍କର ଆଣିବେ। ମୁଁ ଯାହା ପସନ୍ଦ କଲି ଧରିକି ଆସିଥିଲି। ଆଉ ଏଇଟା ଚୁଙ୍ଗା ଦୀପ୍ତି ପାଇଁ ଗୋଟେ ଏକ୍ସଟ୍ରା ଆଣିଥିଲା, କାହିଁକିନା ତାର ଜନ୍ମଦିନ ଆଗକୁ ଅଛି। ସେଇଟା ନିଶ୍ଚୟ ଜନ୍ମଦିନରେ ପିନ୍ଧିବ, ଆଉ ଆପଣମାନେ ବି ସେଇଦିନ ଦେଖିପାରିବେ। ଏସବୁ କାମ ସରିଲା ପରେ ଆମ ପତିଦେବ କହିଲେ, ଗୁହାଳକୁ ନ ଯାଇ କ'ଣ ଆମେ ଶୋଇବା? ମୁଁ କହିଲି ହଉ ଠିକ୍ ଅଛି। ସେ କହିଲେ ଖାଲି ହାତରେ ମୁଁ ଗୁହାଳକୁ ଯିବିନି, ସବୁ ମାଆମାନଙ୍କ ପାଇଁ କିଛି ସେଉ କାଟିକିରି ମୋତେ ଦିଅ। ସେୟା ହିଁ ହେଲା। କିଛି କଟା ସେଉ ଧରି ସେ ଗୁହାଳକୁ ଚାଲିଲେ। ମୁଁ କ'ଣ ଆଉ ଘରେ ବସିବି? ମୁଁ ତାଙ୍କ ପଛେ ପଛେ ଗଲି। ଯାଇକି ସବୁ ମାଆମାନଙ୍କୁ ସିଏ ଖଣ୍ଡେ ଖଣ୍ଡେ ସେଉ ଖୁଆଇଦେଲେ। ଆଉ ମାଆମାନେ ବି ବହୁତ ଖୁସି ହେଇକି ଆମକୁ ଖାଲି ଶୁଙ୍ଗା ଶୁଙ୍ଗି କଲେ। ଏତେବେଳକୁ ରାତି 9ଟା ପରେ ହେଲାଣି। ଆମର ପୁଣି ଆହୁରି କେତେ କାମ ବାକି ଅଛି। ସତରେ ବି ସକାଳୁ ଯିବାବେଳେ ବି ମୁଁ ଗାଈମାନଙ୍କୁ ଯାଇକି ଦେଖିକି ଆସିଥିଲି। ଆଉ ଆସିଲୁ ଯେତେବେଳେ ତାଙ୍କ ପାଖକୁ ଟିକେ ନ ଯିବୁ କାହିଁକି? ଯେତେ ରାତି ହଉ ଯାହା ହଉ, ସେମାନେ ବି ତ ଆମ ପରିବାରର ଗୋଟେ ଗୋଟେ ସଦସ୍ୟ। ତେଣୁ ତାଙ୍କ ପାଖକୁ ଗଲୁ। ଆଉ ସେମାନେ ଏତେ ଖୁସିରେ ସେଉ ଖାଉଥିଲେ ଯେ ମୋତେ ଦେଖିକି ଭାରି ଖୁସି ଲାଗିଲା। ତାଙ୍କ ସେଉ ଖିଆ ଦେଖିକି ମୁଁ ସାଙ୍ଗେ ସାଙ୍ଗେ ସେ ଭିଡ଼ିଓ କରିବା ଆରମ୍ଭ କରିଦେଲି। ଯଦି ଗୁହାଳ ରାସ୍ତାର ଭିଡ଼ିଓ କରିଥାନ୍ତି, ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଥାନ୍ତେ। କେତେ ପଙ୍କ କାଦୁଅରେ ଆମେ ରାତି ଅଧରେ ସେମାନଙ୍କ ପାଖକୁ ଗଲୁ। ତାଙ୍କ ପାଖରୁ ବିଦାୟ ହେଇ ପୁଣି ଘରକୁ ଫେରି ଆସିଲି। ଏପର୍ଯ୍ୟନ୍ତ ମୋତେ ବହୁତ ଅସ୍ୱସ୍ତି ଲାଗୁଥିଲା। ହେଲେ ଗୋଟାକ ପରେ ଗୋଟେ ସବୁ କାମ ତ କରିବାକୁ ହବ। ନ କରିକି ଆଉ ଶୋଇପଡ଼ିଲେ ହବ କି? ଆଇଲା ବେଳକୁ ଫଳ ସବୁ ସେମିତି ଥୁଆ ହେଇଥିଲା। ମୁଁ କହିଲି ତାକୁ ସବୁ ବାଗେଇକି ନେଇ ଥୁଆଥୁଇ କର। ବାବାଇ କହିଲା, ବୋଉ ତୁ ବା ଦେଖିନୁ, ମୋତେ ଏ ଜ୍ୟାକେଟ୍ଟା ବହୁତ ଭଲ ଲାଗୁଛି, ଆଉ ଠିକ୍ ବି ହେଉଛି, ତୁ ଦେଖେ। କହିକି ସେ ଟିକେ ପିନ୍ଧିକି ମୋତେ ଦେଖେଇଦେଲା। ହଉ, ପିଲାଙ୍କ ମନ ନେବାକୁ ମୋତେ ଭାରି ଭଲ ଲାଗେ। କାହିଁକିନା ତାଙ୍କ ମନ ସବୁ ଖୁସି ହେଇଗଲେ ସେ ଏତେ ସୁନ୍ଦର ହସି ଦିଅନ୍ତି ଯେ ସେଇଥିରେ ମୋ ପେଟ ପୁରିଯାଏ, ସବୁ ବାଧା ମେଣ୍ଟିଯାଏ। ତାପରେ ମୁଁ କହିଲି ନା, ଆଉ ଏ ପାଲା ହେବନି। ମୁଁ ଚାଲିଲି ଗାଧେଇବାକୁ। ମୁଁ ଗାଧେଇକି ମୁଣ୍ଡ ଫୁଣ୍ଡ ସଫା କରିକି ଆସି ଠାକୁର ପୂଜା ସାରିଲା ବେଳକୁ ବୋହୂମାନେ ମୋର ବଢ଼ାବଢ଼ି କରି ରଖିଥିଲେ। ପଚାରିଥିଲେ ଅବଶ୍ୟ ଆଗରୁ। ମୁଁ କହିଲି ମୁଁ ଟିକେ ପଖାଳ ଖାଇବି, ଆଉ କିଛି ଖାଇବିନି। ସତକୁ ସତ ସେମାନେ ମୋତେ ପଖାଳ ଆଉ ବାଇଗଣ ଟମାଟୋ ପୋଡ଼ିକି ଦେଲେ। ତା ଦେହରେ ଟିକେ ସୋରିଷ ତେଲ, କଞ୍ଚା ଲଙ୍କା, ରସୁଣ ଦେଇ ଚକଟି ଚାକଟି ମୁଁ ପେଟେ ଖାଇଦେଲି। ନ ଖାଇଲି ଯେତିକି, ଭାତ ନ ଖାଇଲି ସେତିକି ତୋରାଣି ପିଇଲି। ଏ ଘର ରନ୍ଧା ଭାତ ଗଣ୍ଡିକ କେଡ଼େ ଦୁର୍ଲଭ ସତରେ। ସେମାନଙ୍କ ପାଇଁ ଡାଲମା ହେଇଥିଲା। ମୁଁ କହିଲି ହଉ ଟିକେ ଡାଲମା ଦେଉନୁ। ଆମ ରୋଷେଇବାସ ତାଙ୍କ ରୋଷେଇବାସ ପୁରା ଅଲଗା। ସବୁ ଖୁସି ଭିତରେ ବି ଆମେ ଖାଇବାରେ ବଡ଼ ହଇରାଣ ହେଇଥିଲୁ। ଆଉ ଏତେ ଦୌଡ଼ା ଧାପଡ଼ା କରୁଥିଲୁ ଯେ ଖାଇବା ପାଇଁ ସମୟ ସୁଯୋଗ ବି ମିଳୁନଥିଲା। ସମସ୍ତେ ମନ ଆନନ୍ଦରେ ଖାଇଲୁ। ମୁଁ ମୁଣ୍ଡକୁ ଝଡ଼ାଝଡ଼ି କରି ଯାଇ ଖଟ ଉପରେ ବସିଲା ବେଳକୁ ବୋହୂ ମୋତେ ନେଇ କପେ ଗରମ କ୍ଷୀର ଦେଇଦେଲା। ଏଇଟା ମୋର ବହୁ ଦିନର ଅଭ୍ୟାସ, ଯାହା ମୁଁ ବାହାରକୁ ଗଲେ ପାଏ ନାହିଁ। ଗରମ କ୍ଷୀର କପେ ପିଇ ଦେଇ ଆନନ୍ଦରେ ଶୋଇପଡ଼ିଲି।